नाइजेरिया रे चमकिले ओडिया पुओ कॉमनवेल्थ पारा फेंसिंग चैंपियनशिप 2026 भारत ପାଇଁ ଆଣିଲେ ସ୍ୱର୍ଣ୍ଣ। ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଗଞ୍ଜାମ ଜିଲ୍ଲା ଛତ୍ରପୁରର ଭିନ୍ନକ୍ଷମ ଖେଳାଳି ଭି ରମେଶ ରାଓ, ଯାହାକି ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ। ନାଇଜେରିଆର ଲାଗୋସ୍ଠାରେ ଆୟୋଜିତ କମନୱେଲ୍ଥ ପାରା ଫେନ୍ସିଂ ଚାମ୍ପିଅନସିପ୍ 2026 ଏହା ଚଳିତ ମାସ 9ରୁ 13 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ଭାରତ ପକ୍ଷରୁ ଏଥିରେ 13 ଜଣ ଅଂଶଗ୍ରହଣ କରିଥିବା ବେଳେ ଭି ରମେଶ ମଧ୍ୟ ସେଥିରେ ସାମିଲ ଅଛନ୍ତି। ଗତକାଲି ରମେଶ ଫଏଲ୍ ପାରା ଫେନ୍ସିଂରେ ଏହି ସଫଳତା ପାଇଛନ୍ତି। ସେ ପୂର୍ବରୁ ଭଲ ଖେଳି ଏହିପରି ସଫଳତା ଆଣିଛନ୍ତି। ଆଜି ମଧ୍ୟ ତାଙ୍କର ଅନ୍ତିମ ମ୍ୟାଚ୍ ଥିଲା। ଏହି ସଫଳତା ପାଇଁ ପରିବାର ଲୋକେ ବହୁତ ଖୁସି। ପୁଅ ଆହୁରି ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ପରିବାର ଓ ସ୍ଥାନୀୟ ଗ୍ରାମବାସୀ। ରମେଶ ହେଉଛନ୍ତି ଜଣେ ପ୍ରସିଦ୍ଧ ପାରା ଫେନ୍ସର ଖେଳାଳି। ଗଞ୍ଜାମ ଜିଲ୍ଲା ଛତ୍ରପୁରର ବାସିନ୍ଦା। ସେ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଦେଶ ଏବଂ ରାଜ୍ୟ ପାଇଁ ଅନେକ ପଦକ ଜିତିଛନ୍ତି। ଜାତୀୟ ପାରା ଫେନ୍ସିଂ ଚାମ୍ପିଅନସିପ୍ ଓ ଏସିଆନ୍ ପାରା ଗେମ୍ସ ଭଳି ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି।